ସକାଳର କଅଁଳ ଖରାରେ ବସିପଡ଼ି ପିଲାମାନଙ୍କର ଏହି କାର୍ଯ୍ୟକଳାପ ଦେଖି ମୋତେ ବହୁତ ଖୁସି ଲାଗିଲା। ଅବଶ୍ୟ ଏଥିରେ ଟିକେ ମୁଖ୍ୟ ଭୂମିକା ଆମ ଚୁଙ୍ଗା ବା ମୋର ମଝିଆ ପୁଅ ଶାଶ୍ୱତ ହିଁ କରିଥାଏ। ସେ ସବୁବେଳେ ପିଲାଙ୍କୁ ଏକାଠି କରି ଏମିତି ଭଲ କାମରେ ଲଗାଏ। ହେଲେ ଆଜି ଏଠି ଏମିତି ସବୁ ବସି ଚିତ୍ର ଆଙ୍କିବାର ମୂଳ କାରଣ ଥିଲା କାଲିର ଭ୍ରମଣ। ତାହେଲେ କାଲି ଆମର କ'ଣ ଭ୍ରମଣ ଥିଲା ସେ କଥା ବି ଆପଣମାନଙ୍କୁ କହିବାକୁ ପଡ଼ିବ। କାଲି ପିଲାମାନେ ଯେଉଁ ବହି ସବୁ ଏଠି ଆମ କୁନି ବି ଚାଲି ଆସିଲା। ସବୁ ପିଲା, କେବଳ ମାଳି ନଥିଲା, କାହିଁକିନା ମାଳି ତ ତା ପାଠ ପଢ଼ା ଯୋଗୁଁ ଏବେ ଆଉ ବେଶୀ ଆସୁନି। କିନ୍ତୁ ଆମ ଘରର 4 ପିଲା ଯାକ ଥିଲେ, 3 ନାତି ଆଉ ନାତୁଣୀ। ଅବଶ୍ୟ କାଲି ମୁଁ ନାତୁଣୀକୁ ସାଙ୍ଗରେ ନେଇପାରି ନଥିଲି, କାହିଁକିନା ସିଏ ତ ଗୋଟେ କୁନିଟେ। ସକାଳୁ ସେମାନେ ଚିତ୍ର ଆଙ୍କୁଛନ୍ତି ଦେଖିକି ଖୁସିରେ ଆସି ମୁଁ ମାଳ ଗୁନ୍ଥିଲି। ଆଉ ଫୁଲମାଳ ଗୁନ୍ଥିଲା ବେଳେ ଭାବୁଥିଲି ଯେ କାଲି ଯେଉଁ ପରିଶ୍ରମ କରି ଏମାନଙ୍କୁ ନେଇକି ବୁଲେଇକି ଆଣିଲି, ମୋ ନିଜ ପାଇଁ ବି ମୁଁ କିଛି କରିପାରିଲିନି। କାହିଁକିନା ଗୋଟେ ଦାୟିତ୍ୱ ଥିଲା 4 ପିଲାଙ୍କୁ ନେଇକି ବୁଲେଇକି ଆଣିବା। ୟାଙ୍କୁ ଡାକିଥିଲି ସାଙ୍ଗରେ, ଇଏ ତ ପିଲାମାନଙ୍କୁ ଏତେଟା ସମ୍ଭାଳି ପାରନ୍ତିନି। ତଥାପି ମୁଁ କହିଥିଲି ତମେ, ମୁଁ ଆଉ ବାବାଇଟା ବି ଟିକେ ଏତେ ପିଲାଙ୍କୁ ସମ୍ଭାଳି ପାରେନି। ଇଏ ବି ଘରେ ସାନ, ବାବାଇ ବି ସାନ। ଯେଉଁ ପିଲାଙ୍କ ଉପରେ ଆଉ ପିଲା ଥାଆନ୍ତି ସେମାନେ ଟିକେ ପିଲା ସମ୍ଭାଳି ପାରନ୍ତି, ମାନେ ତଳେ, ଭୁଲ କହିଲି। ଆମେ ସନ୍ଧ୍ୟା ପୂର୍ବରୁ ଘରୁ ବାହାରି ଯାଇଥିଲୁ। ବାବାଇ, ମୁଁ, ସୁଲୁ, ଗୁଟୁ, ନିଣ୍ଟୁ ଆଉ ଇଏ ମନା କଲେ, କହିଲେ ମୁଁ ଯିବିନି, ଥଣ୍ଡା ଅଧିକ ହେଉଛି। ସେ ନ ଯିବାରୁ ମୁଁ ପୁଣି ଝିଅକୁ କହିଲି, ମୁଁ ଭାବିଥିଲି ଏକୁଟିଆ ମାଳିକି ନେବି, କିନ୍ତୁ ତୁ ଟିକେ ସାଙ୍ଗରେ ଆସ, ଅନ୍ତତଃ ଗୋଟେ ପିଲାର ହାତ ତ ଧରିଦେବୁ। ତାପରେ ଆମେ ସବୁ ବାହାରିଲୁ। ଏବେ ଆପଣ ଜାଣିପାରିଥିବେ ଆମେ କୁଆଡ଼େ ଯାଉଥିଲୁ। ପୁସ୍ତକ ମେଳାକୁ ହିଁ ଏମାନଙ୍କୁ ମୁଁ ନେଇକି ଯାଉଥିଲି। ବିଭିନ୍ନ ସମୟରେ ବିଭିନ୍ନ ଆଡ଼େ ବାପା ମା' ମାନେ ପିଲାଙ୍କୁ ନେଇକି ଯାଆନ୍ତି, କିନ୍ତୁ ମୋର ବହୁତ ଇଚ୍ଛା ଥିଲା ଯେ ମୁଁ ନିଶ୍ଚୟ ପିଲାମାନଙ୍କୁ ନେଇ ପୁସ୍ତକ ମେଳାକୁ ଯିବି। ଫେରିଲା ବେଳେ ହିଁ ଭିତରର କଥା ସବୁ ମନେ ପଡ଼ିଲା। ଏଇ ମା' ଜଣକ ଓଜନ କରୁଥିଲେ। ଓଜନ କରିକି ଜଣ ପିଛା 5 ଟଙ୍କା ଲେଖେ ନେଉଥିଲେ। ଆମ ଘରେ ଓଜନ ମେସିନ୍ ଅଛି, କିନ୍ତୁ ମୁଁ ପିଲାମାନଙ୍କୁ ଏଠି ଓଜନ କାହିଁକି କରେଇଲି ଆଉ କାହିଁକି ଆପଣମାନଙ୍କୁ ପୁଣି ଏ ଦୃଶ୍ୟ ଦେଖାଉଛି। ଯେଉଁ ପରିସ୍ଥିତିରେ ପଡ଼ିଲେ ଜଣେ ଭିକ୍ଷାବୃତ୍ତିକୁ ଆପଣେଇ ନିଏ, ସେଇ ପରିସ୍ଥିତିରେ ପଡ଼ି ଜଣେ ଯଦି ଭିକ୍ଷା ନ କରି ଅନ୍ୟ କିଛି କାମ କରୁଛି, ତାହେଲେ ତାର ସ୍ୱାଭିମାନକୁ ସମ୍ମାନ ଦେଇ ତା ପ୍ରତି ଆମର କିଛି କର୍ତ୍ତବ୍ୟ ରହିବା ଉଚିତ। ସେଇଥିପାଇଁ ମୁଁ ସେଠି ସବୁ ପିଲାମାନଙ୍କୁ ଓଜନ କରେଇଲି। ଆଉ ତାଙ୍କୁ ବି ସେ କଥା କହିଲି, କାହିଁକିନା ପିଲାମାନେ ଆଜିକାଲି ପ୍ରକୃତରେ ବହୁତ ଚାଲାକ ହେଲେଣି। ସେମାନେ ବି ମୋତେ ପଚାରିଲେ, ବୋଉ ଏଠି କାହିଁକି ଓଜନ ହେବା। ତାଙ୍କୁ ଏକଥା ମୁଁ ଗାଡ଼ିରେ କହିଥିଲି। ଆମେ ବାହାରିକି ଆସିଲା ବେଳକୁ ଆମ ଓଡ଼ିଶାକୁ ଯେଉଁମାନେ ସବୁ ଦିଗରୁ ଗୌରବାନ୍ୱିତ କରିଛନ୍ତି, ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି, ସେମାନଙ୍କର ଏଠି ସବୁ ଫଟୋଚିତ୍ର ଲାଗିଥିଲା, ଆଉ ନାଁ ବି ଲେଖା ହେଇଥିଲା। ମୁଁ କିଛି ସମ୍ୟକ ପରିଚୟ କରେଇଲି, କାହିଁକିନା ମୋର ନାତିମାନଙ୍କର ବୟସ ଯାହା ଆପଣମାନେ ଦେଖୁଛନ୍ତି, ସେମାନେ ମନେ ହୁଏତ ରଖିପାରିବେନି, କିନ୍ତୁ ତାଙ୍କ ମନରେ ଗୋଟେ ଛାପ ନିଶ୍ଚୟ ପଡ଼ିବ। ସେଇଥିପାଇଁ ମୁଁ ସେମାନଙ୍କୁ ଖାଲି ଗୋଟେ ଭାବୁଥିଲି ମୁଁ ଯେ ତାଙ୍କର ମୁଣ୍ଡରେ ଗୋଟେ ଗ୍ରାଫ୍ ହେଇଯାଉ, ସେଇଟାକୁ ପରେ ସେମାନେ ରଙ୍ଗ ଦେବେ ବା ତାକୁ ବଢ଼େଇବେ କି ଯାହା ବି କରିବେ। ପିଲାମାନଙ୍କୁ ଆମେ ବଡ଼ ବଡ଼ ହୋଟେଲକୁ ନେଉଛେ, ପାର୍କକୁ ନେଉଛେ, ବିଭିନ୍ନ ଦର୍ଶନୀୟ ସ୍ଥାନକୁ ନେଉଛେ, କିନ୍ତୁ ଏଇଟା ଯେ ଗୋଟେ ବାଣୀଙ୍କର ଗୋଟେ କେଡ଼େ ବଡ଼ ପବିତ୍ର ଜାଗା ଏଇ ପୁସ୍ତକ ମେଳା, ତେଣୁ ସେଠିକି ନେବା ପାଇଁ ମୋର ଇଚ୍ଛା ଥିଲା ଆଉ ନେଇକିରି ଗଲି। ଆଉ ସେଠି ଯାଇକି ତ ଗୋଟେ ଫଟୋ ମୋର ଚାଲିଗଲାଣି, ମୁଁ ଆପଣଙ୍କୁ ସେ ବିଷୟରେ କହିପାରିଲିନି। ସେଠି ମୋର ବହୁତ ନିଜ ଲୋକ, ମାନେ ମୋ ଜୀବନ ସରାଗ ପରିବାରର ବହୁ ଆତ୍ମୀୟଙ୍କ ସାଙ୍ଗେ ମୋର ଭେଟ ହୋଇଥିଲା, ଯେଉଁଟା ମୋତେ ବହୁତ ଆନନ୍ଦ ଦେଉଥିଲା। ଆଉ ପିଲାମାନଙ୍କୁ ଯେଉଁ ମୁଁ ସବୁବେଳେ ଥଟ୍ଟାରେ କହୁଥିଲି, ଏଇଠି ଦେଖନ୍ତୁ ପ୍ରଭୁ ଜଗନ୍ନାଥଙ୍କ ବିନା ଆମ ଓଡ଼ିଶାର କୌଣସି ଶୁଭ ଅନୁକୂଳ କାମ ହେଇପାରେ ନାହିଁ, ବା କୌଣସି କାମ, ଶୁଭ ବୋଲି କହିବିନି, ଯେକୌଣସି କାମ ବିନା ଜଗନ୍ନାଥରେ ଅସମ୍ଭବ। ଆଉ ପୁସ୍ତକ ମେଳାରେ କ'ଣ ଜଗନ୍ନାଥ ନଥାନ୍ତେ? ବହୁତ ଭଲ ଲାଗିଲା। ବହୁତ ଉପାଦେୟ ଜିନିଷ ବି ଥିଲା। ମୁଁ କହିଛି ଯେ ଆଜି ମୁଁ ପୁସ୍ତକ ମେଳା ବୁଲିବାଟା ମୋ 4 ନାତିଙ୍କୁ ହିଁ ଉତ୍ସର୍ଗ କରିଥିଲି। ତେଣୁ ମୋର କୌଣସି ଆବଶ୍ୟକତା ବା ଖୁସିକୁ ମୁଁ ପ୍ରାଧାନ୍ୟ ଦେଇନଥିଲି। ସେଥିପାଇଁ ଯାହା କରୁଥିଲି ମୁଁ ସେମାନଙ୍କ ଖୁସି ପାଇଁ ହିଁ କରୁଥିଲି। ସେଠି ବହୁତ ଦେଖିବା ଜିନିଷ ବା ଆଣିବା ପରି ଜିନିଷ ଥିଲେ ବି ମୁଁ ଆଣିପାରିଲିନି। ପିଲାମାନଙ୍କୁ କେବଳ ଜଗନ୍ନାଥଙ୍କୁ ଦେଖେଇଲି, ଆଉ ଯାହା ପାରିଲି କହିଲି, ପ୍ରଣାମ କରିକି ଆମେ ସେଠୁ ବାହାରି ଆସିଲୁ। ମୁଁ ଯାଇଥିଲି ଏମାନଙ୍କୁ ନେଇକି ବୁଲେଇବା ପାଇଁ, ଆଉ ୟାଙ୍କୁ ବୁଲେଇବା କେତେ
ସହଜ ଥିବ ସେଇଭଳି ଗୋଟେ ବାହାର ଜାଗାରେ ଯିଏ ଆପଣମାନେ ଛୁଆ ନେଇକି ଯିବା ଆସିବା କରୁଥିବେ ନିଶ୍ଚୟ ଜାଣିପାରୁଥିବେ। ସମବୟସର ଛୋଟ ଛୁଆ ଗୁଡ଼ିଏ ବିଭିନ୍ନ ପ୍ରକାର ଜିନିଷ ଦେଖିକି ଦୁଷ୍ଟ ନ ହେଇକି ବୁଲିବା। ଆଉ ଏ ପୁଅ ଜଣକ 15 ମିନିଟ୍ ଭିତରେ ଜଣକୁ ଦେଖିକି ତାଙ୍କର ଚିତ୍ର ଆଙ୍କି ଦେଉଥିଲେ। ମୁଁ କେବଳ ସେଇ ବିଷୟରେ ଧାରଣା ଦେବା ପାଇଁ ପିଲାମାନଙ୍କୁ ନେଲି, କାହିଁକିନା ମୁଁ 4 ଜଣ ପିଲାଙ୍କୁ ନେଇଥିଲି। 15 ମିନିଟ୍ ହେଲେ ଗୋଟିଏ ଘଣ୍ଟା ଲାଗିବ। ଅବଶ୍ୟ ସେ ଯାହା ନେଉଥିଲେ ସେଇଟା ଜଣେ ଚିତ୍ରକରର ପାରିଶ୍ରମିକ ନୁହେଁ, ସେ ତ ଚିତ୍ରକଳାଟା ତ ବହୁତ ଉଚ୍ଚ ଜିନିଷ। ଆଉ ଯେଉଁ ସମୟ ବି ନେଉଥିଲେ ଦୁଇଟା ଯାକ ଖୁବ୍ ସ୍ୱଳ୍ପ ଥିଲା, ହେଲେ ମୋ ପାଖରେ ସମୟ ନଥିଲା। ଆଉ ଜଣକର ଆଙ୍କିଲା ବେଳେ ଆଉ 3 ଜଣଙ୍କୁ ମୁଁ କ'ଣ କରିବି, ଏଥିପାଇଁ ମୁଁ ଖାଲି ତାଙ୍କୁ ସେଇଟା ଦେଖେଇଲି ଆଉ ଏମିତି ଚିତ୍ର ଅଙ୍କା ଯାଇପାରେ ବୋଲି କହିକି ସେଠୁ ପଳେଇ ଆସିଲି। ମୁଁ ତାଙ୍କୁ ଏତିକି ସ୍ୱାଧୀନତା ଦେଇଥିଲି ଯେ ତମେ ଯେଉଁଠି ଇଚ୍ଛା ହେଉଛି ଚାଲ, ଆଉ ଯେଉଁଠି କହିବ ମୁଁ ତମ ସହିତ ଫଟୋ ନେବି। ମୁଁ ଖାଲି ତାଙ୍କ ପଛେ ପଛେ ରହିଥିଲି। ଆଉ ଝିଅକୁ ପୁଅକୁ କହିଥିଲି ତମେ 2 କଡ଼େ ରୁହ, ତାଙ୍କୁ ଖାଲି ଜଗ, କାଳେ ଦୌଡ଼ା ଦୌଡ଼ି ହେବେ, କାଳେ ପଡ଼ିଯିବେ। ଆଉ ସେମାନେ ବି ଖୁବ୍ ସୁନ୍ଦର ଭାବରେ ବୁଲୁଥିଲେ ଆଉ ପଚାରୁଥିଲେ। ଏଇଟା ତ ପ୍ରାୟ ଦେଖିଛନ୍ତି ଏ ପିଲାମାନେ, ଧଉଳିଟା ଚିହ୍ନି ପାରିଲେ କିନ୍ତୁ ଲଳିତଗିରିଟା ଜାଣିପାରିଲେନି। ମୁଁ ତାଙ୍କୁ କହିଛି, କଥା ଦେଇଛି ଆଉ କେବେ ସେଠିକି ନେବି। ଆଉ ସେମାନେ ଏବେ ବହୁତ ମନେ ରଖୁଛନ୍ତି ମୁଁ ଯାହା କହିଛି। ପରେ ମୋତେ କହୁଛନ୍ତି ବୋଉ ତୁ କହିଥିଲୁ, ଆମ ପାଇଁ ସେଇଟା କରିନୁ। ତେଣୁ ତାଙ୍କୁ ପ୍ରତିଶ୍ରୁତି ଦେଲା ବେଳକୁ ବି ମୋତେ ବହୁତ ସଜାଗ ରହିବାକୁ ପଡ଼ୁଛି। ଘରୁ ଯେତେବେଳେ ବାହାରିକି ଗଲେ ମୁଁ କହିଲି ଦେଖ ଧନ, ଆମକୁ ଜୀବନ ସରାଗରେ ବହୁତ ତମକୁ ଦେଖୁଛନ୍ତି ସମସ୍ତେ। ଯଦି କେହି ଚିହ୍ନା ଲୋକ ଆମର ଜୀବନ ସରାଗ ପରିବାରର କେହି ଜୁଟିବେ ତାହେଲେ ତମେମାନେ ଯଦି ଦୁଷ୍ଟ ହେଉଥିବ ନା ତାହେଲେ ତମକୁ ହିଁ ବହୁତ ଖରାପ ଲାଗିବ। ତାଙ୍କୁ ଟିକେ ଆଗରୁ ମୁଁ ତାଗିଦା କରିଦେଇଥିଲି। ଆଉ ସତକୁ ସତ ସେଇଠି ବୁଲିବା ଭିତରେ ମୁଁ ଏତେ ଆତ୍ମୀୟଙ୍କୁ ପାଇଲି ଯେଉଁମାନେ କି ମୋର ଜୀବନ ସରାଗ ପରିବାରର। ମୋତେ ବି ବହୁତ ଖୁସି ଲାଗିଲା। ଆଉ ପିଲାମାନଙ୍କୁ ମୁଁ ଯେଉଁ କଥାଟା କହିଥିଲି ଦୁଷ୍ଟ ନ ହେବା ପାଇଁ କହୁ କହୁ କହିଦେଇଥିଲି, ସେଇଟା ସତ୍ୟରେ ପରିଣତ ହେଇଯିବାରୁ ସେମାନେ ବି ବହୁତ ଖୁସି ହେଲେ। ଆଉ ଏତେ ଶୃଙ୍ଖଳିତ ଭାବରେ ସେମାନେ ସେଠି ବୁଲିକି ଆସିଲେ, ଯେଉଁଟାକି ମୋତେ ବହୁତ ଖୁସି ଲାଗୁଥିଲା। ଆଉ ସେମାନେ ଯେଉଁ ଜାଗାରେ ସବୁ ଫଟୋ ଉଠାଇବାକୁ ନିର୍ବାଚନ କରୁଥିଲେ ମୋତେ ବି ସେଇଟା ବହୁତ ଭଲ ଲାଗୁଥିଲା। କେବଳ ଯେଉଁ ଜହ୍ନମାମୁଁ ପାଖରେ ଆମେ ଫଟୋ ଉଠାଇଲୁ, ସେମାନେ ସେଇଟା ବହି ପରି ଯେଉଁ ହେଇଥିଲା ପଛପଟେ ଉଠାଇବାକୁ ଚାହୁଁଥିଲେ, ମୁଁ ତାଙ୍କୁ ଆଗପଟେ ଉଠାଇବାକୁ କହିଥିଲି। ନହେଲେ ଆଉ ଯାହା ସବୁ କରିଥିଲି ସେମାନଙ୍କ ଇଚ୍ଛାରେ ହିଁ କରିଥିଲି। କାହିଁକିନା ଜହ୍ନମାମୁଁ ସାଙ୍ଗରେ ଆମ ବୟସର ସମସ୍ତଙ୍କର କେତେ ନିବିଡ଼ ଥିଲା ସମ୍ପର୍କ। ଜହ୍ନମାମୁଁଟେ କେମିତି ଆସିବ ଆଉ ଜହ୍ନମାମୁଁ ଏମୁଣ୍ଡୁ ସେମୁଣ୍ଡୁ କେମିତି ପଢ଼ା ହେବ, ସେଥିପାଇଁ ମନରେ କେତେ ଉଦ୍ବେଗ ଥିଲା ମୁଁ ସେଇ କଥା କହୁଥିଲି। ତାପରେ ସେମାନେ ଏଇ ଡମି ପାଖରେ ହାବୁଡ଼ି ଗଲେ ଆଉ ବହୁତ ଖୁସି ହେଲେ। ତାଙ୍କ ପାଖରେ ବି ବହୁତ ସମୟ କାଟିଲେ, ଫଟୋ ଉଠାଇବାକୁ ବି ଚାହିଁଲେ। ମୁଁ କହିଲି ଠିକ୍ ଅଛି। ସେଠି ବି ତାଙ୍କର କିଛି ଫଟୋ ନେଲି ଆଉ କିଛି ସମୟ କାଟିଲି। ଆଉ ସେମାନେ ପୁଣି ଯୁଆଡ଼େ ବି ଯାଉଥିଲେ ମୁଁ କେବଳ ତାଙ୍କ ପଛେ ପଛେ ହିଁ ଯାଉଥିଲି। ଏଇଭଳି ବୁଲିବା ଭିତରେ ଆମେ ବହି ଖୋଜିବା ତ ପୁଣି ମୂଳ କାମ ତ ତାଙ୍କୁ ନେଇଥିଲି ମୁଁ ବହି ପାଇଁ ନା, ଏପର୍ଯ୍ୟନ୍ତ ସେ କାମଟି ହେଇନଥିଲା। ତେଣୁ ପିଲାମାନଙ୍କର ଯେଉଁଠି ବହି ମିଳୁଥିଲା ସେଠିକି ନେଲି। ଆଉ ମୁଁ ସାମାନ୍ୟ ସହାୟତା କରିକି ତାଙ୍କ ପାଇଁ ବହି ଖୋଜିଲି। ସେମାନେ କହିଲେ ହସ୍ତାକ୍ଷର ଖାତା ଆଉ ଚିତ୍ରାଙ୍କନ ନେବେ, କାହିଁକିନା ତାଙ୍କ ସ୍କୁଲ କୋର୍ସ ବହି ତ ରହୁଛି ନା। ଆଉ ସବୁ ଭିତରେ ମୋର ଦୁଃଖ ରହିଯାଇଥିଲା ଯେ ମୁଁ କୁନିକି ନେଇନି। ତାକୁ ନେଇକି ଏଇ ମାହୋଲରେ ଚଳେଇବା ନିଶ୍ଚିତ ଭାବରେ କଷ୍ଟକର। ଖାଲିଟାରେ ଏମିତି କାଖ କରି ବୁଲେଇଲେ ବା କ'ଣ ହେବ। ତେଣୁ କୁନିକି ଆମେ ନେଇନଥିଲୁ। ତାମାନେ ନୁହେଁ ଯେ ଆମେ କୁନି ପାଇଁ କିଛି ଆଣିନଥିଲୁ। କୁନି ପାଇଁ ବି ଆମେ କିଛି ଚିତ୍ର ବହି ତା ବୟସକୁ ଚାହିଁକି ଆଣିଥିଲୁ। ଆଉ ଏମାନେ ନିଜେ ଯାହା କଲେ ତାକୁ ଆଣିଲି। ମୋର ଯେଉଁ ଜୀବନ ସରାଗର ଆତ୍ମୀୟମାନେ ସେଠି ଭେଟିଥିଲେ, ମୁଁ ସମସ୍ତଙ୍କର ଫଟୋ ନେଇଛି। କିନ୍ତୁ ସମସ୍ତଙ୍କ ନାଁ କହିବା ମୋ ପକ୍ଷେ ସମ୍ଭବ ନୁହେଁ। ଯଦି ଆପଣମାନେ କାହାର ଫଟୋ ଅଛି ଦେଖୁଛନ୍ତି, ମୋତେ କମେଣ୍ଟ କରି ଜଣାଇଲେ ମୁଁ ସେଇଟା ନିଶ୍ଚିତ ହେବି ଯେ ମୋ ଫଟୋ ସବୁ ପକାଇ ପାରିଛି ବୋଲି। ଆଉ ଯଦି ନ ପକାଇଛି ତାହେଲେ ବି କେହି ଭୁଲ ବୁଝିବେନି। 4 ପିଲାଙ୍କୁ ଧରିକି ଠିକ୍ ଭାବରେ ଫଟୋ ଉଠାଇବା ଆଉ ଭିଡ଼ିଓ କରିବା ବି ସମ୍ଭବ ନଥିଲା। ଆଉ ଏ ପୁଅ ଜଣକ ଯିଏ ଏଠି ଠିଆ ହେଇଛନ୍ତି, ତାଙ୍କର ଅନ୍ତରଙ୍ଗତା ବା ଆତ୍ମୀୟତାଟା ମୁଁ କେମିତି କହିବି ବୁଝିପାରୁନି। ସେ ମୋତେ ଗୋଟେ କପ୍ ଚା ଆଣିକି ଦେଲେ। ସେଇଟା ଠିକ୍ ମୋର ଚା ପିଇବାର ବେଳ ହିଁ ଥିଲା, କିନ୍ତୁ ମୁଁ ତ କ୍ଷୀର ଚାହା ପିଉନି। ସେତିକିବେଳକୁ ଏମାନେ ବି ଚାଲି ଆସିଥିଲେ। ଆଉ ଭାବିଲି ଗୋଟେ କପ୍ ଚା କିଏ କାହାକୁ ନଦେଲେ କାହାର କିଛି ଲାଭ ବା କ୍ଷତି ହୋଇଯାଏ ନାହିଁ, କିନ୍ତୁ ତା ଭିତରେ ଯେଉଁ ଅନ୍ତରଙ୍ଗତାଟା ଲୁଚି ରହିଥାଏ ସେଇଟା ହିଁ ବଡ଼ କଥା। ସେ ମୋତେ ଗୋଟେ ନାଲି ଚା କପ୍ ହିଁ ଦେଇଥିଲେ। ଆଉ ଏମାନେ ତ ପଳେଇ ଯାଉଥିଲେ, ମୋତେ ଦେଖିକି ଦୌଡ଼ିକି ଆସି ମୋ ସାଙ୍ଗେ ଫଟୋ ଉଠାଇଲେ। ମୋତେ ଭାରି ଖୁସି ଲାଗିଥିଲା। ସବୁ ସରିବା ପରେ ମୁଁ କହିଲି ଆରେ ହେ,
ଆମେ ତ ମୂଳ ଜାଗାରେ ଫଟୋ ଉଠେଇନେ। ତାପରେ ଆମେ ସମସ୍ତେ ସେଠି ଯାଇ ଫଟୋ ଉଠେଇଲୁ। ଫେରିଲା ବେଳେ ଆମେ ଆଶ୍ରମକୁ ଗଲୁ ବା ଟ୍ୟାଲେଣ୍ଟ ରିସୋର୍ସ ସେଣ୍ଟରକୁ ଗଲୁ। ସେଠି ଜଗନ୍ନାଥଙ୍କର ଆଳତି ଚାଲିଥିଲା। ଆମେ ସମସ୍ତେ ଜଗନ୍ନାଥଙ୍କୁ ପ୍ରଣାମ କରି ତାଙ୍କର ପ୍ରସାଦ ସେବନ କରି ଭାରି ଖୁସିରେ ଘରକୁ ଫେରିଲୁ।